1 ଅଗଷ୍ଟରୁ ବଦଳିବ 5ଟି ବଡ଼ ନିୟମ। ଏଲ୍‌ପିଜି, ବ୍ୟାଙ୍କିଂ ଠାରୁ ଟ୍ରେନ୍ ଟିକେଟ୍। ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ। ହଁ ଆଜ୍ଞା, ସରି ସରି ଆସୁଛି ଜୁଲାଇ ମାସ। ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଅଗଷ୍ଟ। କିନ୍ତୁ ମାସ ବଦଳିବା ସହିତ ଆପଣଙ୍କ ଦୈନନ୍ଦିନ ଜୀବନ ଏବଂ ପକେଟ୍ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ଅଗଷ୍ଟ 1 ତାରିଖରୁ ଦେଶରେ ବଦଳିବାକୁ ଯାଉଛି 5ଟି ଗୁରୁତ୍ୱପୂର୍ଣ୍ଣ ନିୟମ। ରୋଷେଇ ଘରଠାରୁ ଆରମ୍ଭ କରି ବ୍ୟାଙ୍କିଂ, ରେଳ ଯାତ୍ରା ଏବଂ ବ୍ୟବସାୟ ସବୁଠି ଦେଖିବାକୁ ମିଳିବ ଏହି ପରିବର୍ତ୍ତନ। ସବୁଠାରୁ ପ୍ରଥମ ଏବଂ ବଡ଼ ପରିବର୍ତ୍ତନ ହେଉଛି ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ। ପ୍ରତି ମାସର ପ୍ରଥମ ତାରିଖ ପରି ଅଗଷ୍ଟ 1ରେ ମଧ୍ୟ ତୈଳ ବିତରଣ କମ୍ପାନୀଗୁଡ଼ିକ ଗ୍ୟାସ୍ ଦର ସଂଶୋଧନ କରିବେ। ଗତ ମାସରେ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଥିବା ବେଳେ ଏଥର 14 କିଲୋଗ୍ରାମ ଘରୋଇ ଗ୍ୟାସ୍ ଦରରେ କିଛି ପରିବର୍ତ୍ତନ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହା ସହିତ ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ମଧ୍ୟ ସଂଶୋଧିତ ହେବ, ଯାହା ବିମାନ ଯାତ୍ରା ଭଡ଼ାକୁ ପ୍ରଭାବିତ କରିପାରେ। ଦ୍ୱିତୀୟ ବଡ଼ ନିୟମ ବ୍ୟାଙ୍କ ଗ୍ରାହକଙ୍କ ସହିତ ଜଡ଼ିତ ରହିଛି। ଅଗଷ୍ଟ 1 ତାରିଖରୁ ଅନେକ ବ୍ୟାଙ୍କ ସେମାନଙ୍କର ସେବା ଶୁଳ୍କରେ ସଂଶୋଧନ କରିବାକୁ ଯାଉଛନ୍ତି। ବିଶେଷ କରି ଉଜ୍ଜୀବନୀ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏସ୍‌ଏମ୍‌ଏସ୍ ଆଲର୍ଟ ଶୁଳ୍କ ବଦଳୁଛି। ଏଣିକି ପ୍ରତି ମେସେଜ ପାଇଁ 30 ପଇସା ଲେଖାଏଁ ଶୁଳ୍କ ଲାଗୁ ହେବ। ତେଣୁ ନିଜ ବ୍ୟାଙ୍କର ଡେବିଟ୍ କାର୍ଡ ଏବଂ ଅନ୍ୟାନ୍ୟ ଚାର୍ଜ ବିଷୟରେ ଆଗୁଆ ଜାଣି ରଖିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ। ତୃତୀୟ ପରିବର୍ତ୍ତନ ଆଣୁଛି ଭାରତୀୟ ରେଳବାଇ। ଅଗଷ୍ଟ 1 ତାରିଖରୁ ତତ୍କାଳ ରେଳ ଟିକେଟ୍ ବୁକିଂ ନିୟମରେ ବଡ଼ ସୁଧାର ଆସିପାରେ। ରିଜର୍ଭେସନ୍ କାଉଣ୍ଟରଗୁଡ଼ିକରେ ହେଉଥିବା ପ୍ରବଳ ଭିଡ଼ କମାଇବା ପାଇଁ ଟୋକନ ପ୍ରଦାନ କରିବାର ସମୟ ଏବଂ ତତ୍କାଳ ବୁକିଂ ଆରମ୍ଭ ହେବାର ସମୟକୁ ଏକା ସାଙ୍ଗରେ ସମାନ କରାଯିବ। ଏହାଦ୍ୱାରା ଯାତ୍ରୀମାନଙ୍କୁ ଆଉ ବାରମ୍ବାର କାଉଣ୍ଟରକୁ ଦୌଡ଼ିବାକୁ ପଡ଼ିବ ନାହିଁ ଏବଂ ଟିକେଟ୍ ବୁକିଂ ସହଜ ହୋଇଯିବ। ଜିଏସ୍‌ଟି ଏବଂ ଇ-ୱେ ବିଲ୍। ଏହା ବ୍ୟତୀତ ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ପାଇଁ ଜିଏସ୍‌ଟି ସମ୍ବନ୍ଧୀୟ ନିୟମ ମଧ୍ୟ କଡ଼ାକଡ଼ି ହେବାକୁ ଯାଉଛି। ଇ-ଇନ୍‌ଭଏସ୍ ଏବଂ ଇ-ୱେ ବିଲ୍ ସିଷ୍ଟମକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବିଲ୍ ଟୁ ସିପ୍ ଟୁ କାରବାରରେ ସିପିଂ ଟୁ ଜିଏସ୍‌ଟି ଆଇଏନ୍ ଦେବା ବାଧ୍ୟତାମୂଳକ କରାଯାଉଛି। ଏହା ସହ ବ୍ୟବସାୟୀମାନେ ନିଜ ସୁବିଧା ଅନୁସାରେ ସ୍ୱେଚ୍ଛାକୃତ ଭାବେ ଇ-ୱେ ବିଲ୍ ବନ୍ଦ କରିବାର ବିକଳ୍ପ ମଧ୍ୟ ପାଇବେ। ତେବେ ଅଗଷ୍ଟ 1ରୁ ଆସୁଥିବା ଏହି ସବୁ ପରିବର୍ତ୍ତନ ପାଇଁ ଆପଣ ନିଜକୁ ଆଗୁଆ ପ୍ରସ୍ତୁତ ରଖନ୍ତୁ, ଯେପରି ଆପଣଙ୍କ ମାସିକ ବଜେଟ୍ ଉପରେ କୌଣସି ଆଞ୍ଚ ନ ଆସେ।